ବାଲେଶ୍ୱର ଚାମ୍ବର ଅଫ୍ ଇଣ୍ଡଷ୍ଟ୍ରିଜ୍ ଆଣ୍ଡ କମର୍ସ BCIC ଠାରେ ରପ୍ତାନି ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଦେଶାଳୟ DPM ଆନୁକୂଲ୍ୟରେ MSME କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ତ୍ୱରାନ୍ୱିତ କରିବା ରାମ୍ପ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହା MSME ଉପରେ ପ୍ରଚାର ଓ ସଚେତନତା ଅଭିଯାନ ଅଟେ। ଭୌଗୋଳିକ ସଂକେତ GI ପ୍ରମାଣପତ୍ର ଏବଂ MSME ଦକ୍ଷତା ନିର୍ମାଣ ଉପରେ ସଚେତନତାକୁ ସୁଦୃଢ଼ କରିବା ପାଇଁ ଆଜିର କର୍ମଶାଳାରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର କାରିଗର, ଉଦ୍ୟୋଗୀ, ଶିଳ୍ପ ଅଂଶୀଦାର ଏବଂ ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଶ୍ରୀ ସୂର୍ଯ୍ୟକାନ୍ତ ବେହେରା GM DIC ବାଲେଶ୍ୱର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ MSME ଏବଂ ପାରମ୍ପରିକ କାରିଗର ସମ୍ପ୍ରଦାୟକୁ ସୁଦୃଢ଼ କରିବା ପାଇଁ ସଂସ୍ଥାଗତ ସହାୟତା, ସଚେତନତା ଏବଂ ବଜାର ସଂଯୋଗର ଗୁରୁତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଥିଲେ। ସେ ଆର୍ଯ୍ୟ ଅଂଶୁମାନ ବଳବନ୍ତ ରାୟ ICS HTH ବିଭାଗ ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରି ପାରମ୍ପରିକ ହସ୍ତଶିଳ୍ପ ସଂରକ୍ଷଣ, ଉତ୍ପାଦ ବିଶ୍ୱସନୀୟତା ବୃଦ୍ଧି ଏବଂ କାରିଗରମାନଙ୍କ ପାଇଁ ଜୀବିକା ନିର୍ବାହର ସୁଯୋଗ ଉନ୍ନତ କରିବାରେ GI ପ୍ରମାଣପତ୍ରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ବ୍ୟାପକ ବଜାରରେ ଓଡ଼ିଶାର ଅନନ୍ୟ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ ମଧ୍ୟ କରିଥିଲେ। ଡକ୍ଟର ପାୟଧର ପାଢ଼ୀ GI ପରାମର୍ଶଦାତା, ଓଡ଼ିଶା ରାଜ୍ୟ GI ପ୍ରାଧିକରଣ ଉପଭୋକ୍ତା ପ୍ରମାଣପତ୍ର ଉପରେ ବୈଷୟିକ ଅଧିବେଶନକୁ ଓଡ଼ିଶା ରାଜ୍ୟ ପରିଚାଳନା କରିଥିଲା, ଯିଏ ପ୍ରମାଣପତ୍ର ପ୍ରକ୍ରିୟା, ଏହାର ଲାଭ ଏବଂ କାରିଗର ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଉପଲବ୍ଧ ସହାୟତା ବ୍ୟବସ୍ଥା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଆଗାମୀ କମ୍ ଦିନ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ପଥର GI ମାନ୍ୟତା ମିଳିଯିବ ବୋଲି ସେ କହିଥିଲେ। ନୀଳଗିରି ପଥରର ନିର୍ମିତ ବାସନ, ମୂର୍ତ୍ତି ଓ ମନ୍ଦିର ବିଷୟରେ ସେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ବ୍ଲକଚେନ୍ ଟେକ୍ନୋଲୋଜି ମାନ୍ୟତା ବିଷୟରେ ମଧ୍ୟ ସେ ସମ୍ୟକ ଧାରଣା ଦେଇଥିଲେ। ସେହିଭଳି ବୈଷୟିକ ଅଧିବେଶନ ପରେ ପ୍ରସିଦ୍ଧ ନୀଳଗିରି ପଥର ଖୋଦନ କାରିଗର ଶ୍ରୀ ଗୋଲକ ପାତ୍ର GI ମାନ୍ୟତାର ମୂଲ୍ୟ ଏବଂ ପାରମ୍ପରିକ କାରିଗରମାନଙ୍କୁ ସ୍ଥାୟୀ କରିବା ଏବଂ ବଜାର ସୁଯୋଗ ବିସ୍ତାର କରିବା ଉପରେ ଏହାର ପ୍ରଭାବ ଉପରେ ତାଙ୍କର ବ୍ୟବହାରିକ ଅଭିଜ୍ଞତା ବାଣ୍ଟି ଏକ ବିଶେଷ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ସକ୍ରିୟ ଆଲୋଚନା କରାଯାଇଥିଲା, ଯାହା ଉଦ୍ୟୋଗ ବିକାଶ, ବ୍ରାଣ୍ଡିଂ ଏବଂ ବଜାର ସମ୍ପ୍ରସାରଣ ପାଇଁ GI ପ୍ରମାଣପତ୍ର ବ୍ୟବହାର କରିବାରେ ଦୃଢ଼ ଆଗ୍ରହକୁ ପ୍ରତିଫଳିତ କରିଥିଲା। ଶ୍ରୀଯୁକ୍ତ ଚନ୍ଦନ କୁମାର ମାଥି, ସିନିୟର ସାଇଣ୍ଟିଫିକ୍ ଅଫିସର, ଧନ୍ୟବାଦ ପ୍ରସ୍ତାବ ସହିତ କର୍ମଶାଳା ଶେଷ ହୋଇଥିଲା। MSME ଅଭିବୃଦ୍ଧିକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ପାରମ୍ପରିକ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ବିଭାଗ, ଶିଳ୍ପ ସଂସ୍ଥା ଏବଂ କାରିଗର ସମ୍ପ୍ରଦାୟ ମଧ୍ୟରେ ନିରନ୍ତର ସହଯୋଗକୁ ପୁନରାବୃତ୍ତି କରିଥିଲା।